ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର ଆର୍ଟ୍ସ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯେଉଁମାନଙ୍କର ପଲିଟିକାଲ ସାଇନ୍ସ ଅଛି, ତ ପିଲାମାନେ ଆଜି ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓ ଆଣିଛି। ତ କ'ଣ ନା ପଲିଟିକାଲ ସାଇନ୍ସର ଆମେ 2016ରୁ 2024 ବୁଝିହେଲା, ତ 9 ବର୍ଷ ବୁଝିହେଲା, 2016ରୁ 24 ବୁଝିହେଲା। ତ କ'ଣ ନା 9 ଥର ମାନେ କ'ଣ ନା 2024ରୁ 2016ରୁ 24 ପର୍ଯ୍ୟନ୍ତ ତମର ଯେତିକି MCQ ସବୁ ଆସିଛି, ତ ସେଇ MCQ ଆଜି ଆଲୋଚନା କରିବା। ସେଇ MCQ ଆଜି ଆଲୋଚନା କରିବା, କିଛି କହିବନି। ଏଇ MCQ ପଢିବା, ତାପରେ ତମର ଆଉ ବି ମାନେ ନୂଆ ସବୁ MCQ ଅଛି ଯୋଉଟା ତମର ମାନେ ନୂଆ ସବୁ କ୍ୱେଶ୍ଚିନ୍ 2025ରେ ପଡିବ। ତ କିଛି କହିବନି, 2016-24ରେ ଯୋଉ MCQ ସବୁ ପଡିଥିଲା ସେଇ MCQ ବି ତମର ଆସିବ ବୁଝିଲା। ସେଇ MCQ ବି ଆସିପାରେ, ସେଇ MCQ ଆଜି ଆମେ ଆଲୋଚନା କରିବା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦବ, ବେଲ୍ ଆଇକନକୁ ଦବେଇ ଦବ, ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦବ। ତ ଦେଇଛି କ'ଣ HS ଏକ୍ସାମ MCQ ଆଣ୍ଡ ଆନ୍ସର। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, 2024ରେ ପଡିଥିଲା। ଏ ମାନେ ଏଟା ଆର୍ଟ୍ସ, ଏଟା କ୍ୟାନସଲ କରିଦିଅ। 2024। ତ ଆଉ ଗୋଟେ କଥା ହଉଛି ରେଗୁଲାର ଏକ୍ସରେଗୁଲାର ସମସ୍ତଙ୍କ ପାଇଁ ଏ ଭିଡିଓଟି ବୁଝିହେଲା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତି ନିର୍ମାଣ ପ୍ରକ୍ରିୟା ପ୍ରତି ଏକ ଆହ୍ୱାନ ନୁହେଁ? ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତି ନିର୍ମାଣ ପ୍ରକ୍ରିୟା ପ୍ରତି ଏକ ଆହ୍ୱାନ ନୁହେଁ? ଜାତୀୟତାବାଦ ନା ଆଞ୍ଚଳିକତାବାଦ, ସାମ୍ପ୍ରଦାୟିକତାବାଦ ନା ସାକ୍ଷରତା? କ'ଣ ହବ ପିଲାମାନେ ନା ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତି ନିର୍ମାଣ, ଦେଖ ଜାତି ନିର୍ମାଣ ପ୍ରକ୍ରିୟା ପ୍ରତି ଆହ୍ୱାନ, ଜାତି ନିର୍ମାଣ ପ୍ରତି ହେଇଥିଲେ ଜାତୀୟତାବାଦ ହେଇଥାନ୍ତା, ଆଞ୍ଚଳିକତାବାଦ ହେଇଥାନ୍ତା। ତ ସେ ଦେଇଛି କ'ଣ ଜାତି ନିର୍ମାଣ ପ୍ରକ୍ରିୟା ଏକ ଆହ୍ୱାନ ନୁହେଁ। ତ କ୍ୱେଶ୍ଚିନ୍ ଭଲ କି ପଢିବା, ତ ଆନ୍ସର କରିବା। ତ ଆନ୍ସର ଏଇଠି ହେଇଯିବ କ'ଣ ନା ସାକ୍ଷରତା। କ'ଣ ନା ଜାତୀୟତାବାଦ ଜାତି ନିର୍ମାଣ, ଆଞ୍ଚଳିକତାବାଦ ମଧ୍ୟ ଜାତି ନିର୍ମାଣ, ସାମ୍ପ୍ରଦାୟିକତାବାଦ ମଧ୍ୟ କ'ଣ ନା ଜାତି ନିର୍ମାଣ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଆନ୍ଦୋଳନରେ ସୁନ୍ଦରଲାଲ ବହୁଗୁଣା ନେତୃତ୍ୱ ନେଇଥିଲେ? ପିଲାମାନେ କେଉଁ ଆନ୍ଦୋଳନରେ? ଏଇଟା 2024ରେ ପଡିଥିଲା। କୃଷକ ଆନ୍ଦୋଳନ, ତମେ ଭାବିବନି 2024ରେ ପଡିଥିଲା 25ରେ ପଡିବନି। 21ଟା ଯେହେତୁ ତମର ଆସୁଛି କ'ଣ ନା MCQ, ତା ଭିତରୁ ବି ଗୋଟେ ପକେଇଦବ। କ'ଣ ହଉଛି 2-3ଟା ବି କ୍ୱେଶ୍ଚିନ୍ ଆସିପାରିବ। କ'ଣ ଦେଲା ନା କୃଷକ ଆନ୍ଦୋଳନ, ଚିପକୋ ଆନ୍ଦୋଳନ, ଚିଲିକା ଆନ୍ଦୋଳନର, ତାପରେ ନିଃଶବ୍ଦ ଉପତ୍ୟକା ଆନ୍ଦୋଳନ। କ'ଣ ହବ ନା ତମର ଚିପକୋ। କ'ଣ ହବ ନା ଚିପକୋ ଆନ୍ଦୋଳନ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ଭୂମିପୁତ୍ର ନୀତିକୁ ସମର୍ଥନ କରେ? ତ ଭୂମିପୁତ୍ର ନୀତିକୁ କିଏ ସମର୍ଥନ କରେ? 2023ରେ ଏଟା ପଡିଥିଲା। ସାମ୍ପ୍ରଦାୟିକତାବାଦ ଭୂମିପୁତ୍ରକୁ ସମର୍ଥନ କରେ ନା ଜାତୀୟତାବାଦ କରେ ନା ଆଞ୍ଚଳିକତାବାଦ କରେ ନା ଆତ୍ମବାଦ? ତ ଭୂମିପୁତ୍ର ନୀତି ଆସିବ ମାନେ ଆଖି ବୁଝେ, ଏଟା ହବ କ'ଣ ନା ଆଞ୍ଚଳିକତାବାଦ। ନେକ୍ସଟ, ଜାତି ଶବ୍ଦଟି କେଉଁ ସ୍ପାନିଶ ଶବ୍ଦରୁ ଆସିଛି? ଜାତି ଶବ୍ଦଟି କେଉଁ ସ୍ପାନିଶ ଶବ୍ଦରୁ ଆସିଛି? ପିଲାମାନେ କାଷ୍ଟା, କାଷ୍ଟିଚ, କଷ୍ଟା, କିଷ୍ଟା। କ'ଣ ହବ ନା ଜାତି ଶବ୍ଦଟି କାଷ୍ଟା। କ'ଣ ନା ଭଲ କି କ'ଣ ନା ଅପସନ ଦେଖିକି ପଢିକି ତମେ ଆନ୍ସର ମାରିବ। ଧର କାଷ୍ଟା କଷ୍ଟା ଧର ଏକା, ଏଇଟା ମାରିଦେଲ ତ ଭୁଲରେ, ତ ନା ତମେ ଭଲ କି କ'ଣ ନା କ୍ୱେଶ୍ଚିନ୍ ପଢିବ କାଷ୍ଟା। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିଏ ସାମ୍ପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରେ? ତ ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିଏ ସାମ୍ପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରେ? ରାଜନୈତିକ ସମ୍ପର୍କ, ସାମାଜିକ ସମ୍ପର୍କ, ସଂକୀର୍ଣ୍ଣ ମନା ଦୃଷ୍ଟିଭଙ୍ଗୀ, ରକ୍ତ ସମ୍ପର୍କ ଗୋଷ୍ଠୀ। କ'ଣ ହବ ପିଲାମାନେ ନା ସଂକୀର୍ଣ୍ଣ ମନା ଦୃଷ୍ଟିଭଙ୍ଗୀ। ନେକ୍ସଟ, ନାରୀ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ କ'ଣ ଅଟେ? ନାରୀ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ, ବ୍ୟବସ୍ଥାପିକା ସଭାର ସ୍ଥାନ ସଂରକ୍ଷଣ, ସ୍ୱାୟତ୍ତ ସଂସ୍ଥାରେ ସ୍ଥାନ ସଂରକ୍ଷଣ, ମହିଳା ବିରୋଧୀ ହିଂସାର ବିଲୋପ। କ'ଣ ହବ ନା ହବ ମହିଳା ବିରୋଧୀ ହିଂସାର ବିଲୋପ। ନେକ୍ସଟ କ୍ୱେଶ୍ଚିନ୍, 2022ରେ ପଡିଥିଲା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ର ନିର୍ମାଣ ପ୍ରତି ଏକ ଆହ୍ୱାନ? ରାଷ୍ଟ୍ର ନିର୍ମାଣ ପ୍ରତି କୋଉଟା ଆହ୍ୱାନ? ଦଳୀୟ ବ୍ୟବସ୍ଥା, ମେଣ୍ଟ ରାଜନୀତି, ସଂଘୀୟ ରାଷ୍ଟ୍ର, ଜାତୀୟତାବାଦ। କ'ଣ ନା ରାଷ୍ଟ୍ର ନିର୍ମାଣ ପ୍ରତି ହେଲେ କ'ଣ ହବ ନା ଜାତୀୟତାବାଦ। ନେକ୍ସଟ କ୍ୱେଶ୍ଚିନ୍, ନର୍ମଦା ବଞ୍ଚାଓ ଆନ୍ଦୋଳନରେ କିଏ ନେତୃତ୍ୱ ନେଇଥିଲେ? 2022ରେ ପଡିଥିଲା। ନର୍ମଦା ବଞ୍ଚାଓ ଆନ୍ଦୋଳନରେ କିଏ ନେତୃତ୍ୱ ନେଇଥିଲେ? ମେଧା ପାଟକର, ମେନକା ଗାନ୍ଧୀ, ବାଙ୍କ ବିହାରୀ ଦାସ, ମଧୁଶ୍ରୀ ଦତ୍ତ। କ'ଣ ହବ ପିଲାମାନେ ନା ମେଧା ପାଟକର। ନେକ୍ସଟ,
ଭାରତର କେଉଁ ରାଜ୍ୟରେ ଉଲ୍ଫା ଆତଙ୍କବାଦୀ ଦେଖାଯାଆନ୍ତି? ଭାରତର କେଉଁ ରାଜ୍ୟରେ? ନାଗାଲାଣ୍ଡ, ଆସାମ, ମଣିପୁର, ପଞ୍ଜାବ। କଣ ହବ ପିଲାମାନେ? ନା ଆସାମ। କଣ ନା ଆସାମ। ନେକ୍ସଟ, ସୁନ୍ଦରଲାଲ ବହୁଗୁଣା କେଉଁ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ? ସୁନ୍ଦରଲାଲ ବହୁଗୁଣା କୃଷକ ଆନ୍ଦୋଳନ, ଚିପକୋ ଆନ୍ଦୋଳନ, ଚିଲିକା ଆନ୍ଦୋଳନ, ନିଶବ୍ଦ ଉପତ୍ୟକା ଆନ୍ଦୋଳନ। କେଉଁ ଆନ୍ଦୋଳନ ନେତୃତ୍ୱ ନେଇଥିଲେ? ନା ଚିପକୋ। ସୁନ୍ଦରଲାଲ ବହୁଗୁଣା ଚିପକୋ ଆନ୍ଦୋଳନ ନେତୃତ୍ୱ ନେଇଥିଲେ। ନେକ୍ସଟ, ନାଗଭୂଷଣ ପଟ୍ଟନାୟକ ଓଡ଼ିଶାରେ କେଉଁ ଆନ୍ଦୋଳନର ନେତା ଥିଲେ? ନାଗଭୂଷଣ ପଟ୍ଟନାୟକ କୃଷକ ଆନ୍ଦୋଳନ, ନାରୀ ଆନ୍ଦୋଳନ, ପରିବେଶ ସୁରକ୍ଷା ଆନ୍ଦୋଳନ, ନକ୍ସଲ ଆନ୍ଦୋଳନ। କେଉଁ ଆନ୍ଦୋଳନ ଥିଲେ ପିଲାମାନେ? ନା ନକ୍ସଲ ଆନ୍ଦୋଳନର କଣ ନା ନେତା ଥିଲେ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କିଏ ଭାରତରେ ସତୀଦାହ ପ୍ରଥା ଲୋପ କରିଥିଲେ? ଦୟାନନ୍ଦ ସରସ୍ୱତୀ, ଗୋଖେଲ, ବିବେକାନନ୍ଦ, ଲର୍ଡ ୱିଲିୟମ ବେଣ୍ଟିକ। କଣ ହବ? ନା ଲର୍ଡ ୱିଲିୟମ ବେଣ୍ଟିକ। ପରବର୍ତ୍ତୀ କ୍ୱେଶ୍ଚିନ୍, ଅରୁନ୍ଧତୀ ରାୟଙ୍କ ନାମ କେଉଁ ଆନ୍ଦୋଳନ ସହ ସମ୍ପର୍କିତ? ଚିପକୋ ଆନ୍ଦୋଳନ, ନର୍ମଦା ବଞ୍ଚାଅ ଆନ୍ଦୋଳନ, କୃଷକ ଆନ୍ଦୋଳନ, ନାରୀ ଆନ୍ଦୋଳନ। କଣ ହବ? ନା ହବ ତମର ନର୍ମଦା ବଞ୍ଚାଅ ଆନ୍ଦୋଳନ। କଣ ନା ନର୍ମଦା ବଞ୍ଚାଅ ଆନ୍ଦୋଳନ। ନେକ୍ସଟ, ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଦିଲ୍ଲୀ ଲାହୋର ବସ୍ ସେବା ଉଦ୍ଘାଟନ କରିଥିଲେ? ଇନ୍ଦିରା ଗାନ୍ଧୀ, ମନମୋହନ ସିଂ, ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦି। କିଏ ହବ? ନା ଅଟଳ ବିହାରୀ ବାଜପେୟୀ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଅଞ୍ଚଳରେ ଚିପକୋ ଆନ୍ଦୋଳନ ହୋଇଥିଲା? କେଉଁ ଅଞ୍ଚଳରେ? ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ହିମାଳୟ ଅଞ୍ଚଳ। କେଉଁ ଅଞ୍ଚଳରେ ଚିପକୋ ଆନ୍ଦୋଳନ ହୋଇଥିଲା? ନା ହିମାଳୟ ଅଞ୍ଚଳରେ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କିଏ ବିଧବା ପୁନର୍ବିବାହ ଆଇନ ସହିତ ସମ୍ପୃକ୍ତ? କମଳା ନେହେରୁ, କସ୍ତୁରବା, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ରାଜା ରାମମୋହନ ରାୟ। କଣ ହବ? ନା ଈଶ୍ୱରଚନ୍ଦ୍ର ବିଦ୍ୟାସାଗର। ନେକ୍ସଟ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଭାପତି କିଏ ଥିଲେ? ମହାତ୍ମା ଗାନ୍ଧୀ, ଉମେଶ ଚନ୍ଦ୍ର ବାନାର୍ଜୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ। କଣ ହବ? ନା ହବ ଉମେଶ ଚନ୍ଦ୍ର ବାନାର୍ଜୀ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଭାପତି ଉମେଶ ଚନ୍ଦ୍ର ବାନାର୍ଜୀ। ଏଟା 2021ରେ ପଡିଥିଲା। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆଞ୍ଚଳିକତାବାଦର ଲକ୍ଷଣ ନୁହେଁ? ଭୂମିପୁତ୍ର ନୀତି, ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି, ଧାର୍ମିକ ଆତଙ୍କବାଦ, ସ୍ୱତନ୍ତ୍ରତା ପାଇଁ ଦାବି। କଣ ହବ? ନା ଧାର୍ମିକ ଆତଙ୍କବାଦ। ନେକ୍ସଟ, ସାର୍କ ପ୍ରତିଷ୍ଠା ହେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ କିଏ ଥିଲେ? ସାର୍କ ପ୍ରତିଷ୍ଠା ହେବା ସମୟରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ଭିପି ସିଂ। କଣ ହବ? ନା ହବ ରାଜୀବ ଗାନ୍ଧୀ। କିଏ? ନା ରାଜୀବ ଗାନ୍ଧୀ ସାର୍କ ପ୍ରତିଷ୍ଠା ହେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କିଏ ଚିପକୋ ଆନ୍ଦୋଳନ ସହ ଜଡିତ? ମେଧା ପାଟକର, ସୁନ୍ଦରଲାଲ ବହୁଗୁଣା, ମେନକା ଗାନ୍ଧୀ, ଉର୍ବଶୀ ଯୋଶୀ। କଣ ହବ? ନା ମେଧା ପାଟକର। ନେକ୍ସଟ, କେଉଁ ମସିହାରେ ମହିଳା ଆୟୋଗ ଗଠିତ ହୋଇଥିଲା? 1985, 1989, 1992, 1999। କଣ ହବ? ନା 1992। କଣ ନା 1992। ନେକ୍ସଟ, ନର୍ମଦା ବଞ୍ଚାଅ ଆନ୍ଦୋଳନରେ କିଏ ନେତୃତ୍ୱ ନେଇଥିଲେ? ମଧୁଶ୍ରୀ ଦତ୍ତ, ମେଧା ପାଟକର, ମେନକା ଗାନ୍ଧୀ, କୀର୍ତ୍ତି ଜୟକୁମାର। କଣ ହବ ପିଲାମାନେ? ନା ମେଧା ପାଟକର। ନେକ୍ସଟ, ଭାରତର ସତୀ ପ୍ରଥା କିଏ ଉଚ୍ଛେଦ କରିଥିଲେ? ୱିଲିୟମ ବେଣ୍ଟିକ, ତାପରେ ମାନବେନ୍ଦ୍ରନାଥ ରାୟ, ଗୋପାଳକୃଷ୍ଣ ଗୋଖେଲ, ତାପରେ ଶ୍ରୀ ଅରବିନ୍ଦ। ତ ଭାରତର ସତୀଦାହ ପ୍ରଥା କିଏ କରିଥିଲେ ପିଲାମାନେ? ନା ହବ ତମର କଣ ନା ଲର୍ଡ ୱିଲିୟମ ବେଣ୍ଟିକ। ଏଟା ୱିଲିୟମ ବେଣ୍ଟିକ ହବ। କଣ ନା ଲର୍ଡ ୱିଲିୟମ ବେଣ୍ଟିକ ବି ତମର ହବ। ତ ପିଲାମାନେ ଶେଷ କ୍ୱେଶ୍ଚିନ୍, ଚିପକୋ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ? ଚିପକୋ ଆନ୍ଦୋଳନ 2018ରେ ପଡିଥିଲା। ମେଧା ପାଟକର ଆରମ୍ଭ କରିଥିଲେ, ନା ମେନକା ଗାନ୍ଧୀ, ନା ସୁନ୍ଦରଲାଲ ବହୁଗୁଣା, ନା ଅରୁନ୍ଧତୀ ରାୟ। ତ ଚିପକୋ ଆନ୍ଦୋଳନ ନେତୃତ୍ୱ କିଏ ନେଇଥିଲେ? ନା ସୁନ୍ଦରଲାଲ ବହୁଗୁଣା। ତ ପିଲାମାନେ ତମର ଏତିକି କ୍ୱେଶ୍ଚିନ୍ ଥିଲା। ନେକ୍ସଟ କ୍ଲାସକୁ ନେଇ ଆସିବି 100 ମାର୍କିଆ 50 ମାର୍କିଆ ମାରାଥନ କ୍ଲାସ। ତ ପିଲାମାନେ
ये तुम पॉलिटिकल साइंस यूनिट 2 पिला माने एटा यूनिट 2 सॉरी यूनिट 3 रो क्वेश्चन आंसर बुझिला यूनिट 3 रो तो बहुत गुरुत्वपूर्ण किछि कहबोनी आदर भी क्वेश्चन आसीबो तो निश्चित 100% जति पढोची क्वेश्चन आसी जिवो व्यस्त होबा नै एग्जाम अल्प दिन रहला पिला माने बुला बुली न करी जति के समय पाउचो पढारे मन दियो ध्यान दियो पढ निश्चित तमे तमरो जति के आशा करथिबो ताठू बेटर तमे तमरो परीक्षार फल कोन ना तो कर्मर फल पाइजो बुझिला जदि पढ़ुथबो कर्म करुथबो निश्चित तम फल पाइबो तो वीडियो भल लगी लाइक शेयर सब्सक्राइब कर दियो रहउची धन्यवाद जय जगन्नाथ।